ବିଜୁ ଶ୍ରମିକ ସାମୁଖ୍ୟ ପକ୍ଷରୁ ଚୈତନ୍ୟ ସାହାଣୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସତ୍ସଙ୍ଗ ଭବନ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଜିଲ୍ଲାର ସମସ୍ତ ବର୍ଗର 1000ରୁ ଊର୍ଦ୍ଧ୍ୱ ଶ୍ରମିକ ସାମିଲ ହୋଇଥିଲେ। ଏଥିରେ ବିଜୁ ଶ୍ରମିକ ସାମୁଖ୍ୟର ମହାସଚିବ ତଥା କଟକ ମେୟର ସୁବାସ ସି ଉପସ୍ଥିତ ଥିଲେ। ତାଙ୍କ ସହିତ ରଘୁମଣି ପଟେଲ, ରାଜୀବ ମହାନ୍ତି, ପ୍ରଦ୍ୟୁମ୍ନ ସାମଲ, ଦେବେନ୍ଦ୍ର ପାଣିଗ୍ରାହୀ, ବରଗଡ଼ ଲୋକସଭା ପ୍ରାର୍ଥୀ ପରିଣୀତା ମିଶ୍ର, ବିଧାୟିକା ଦୀପାଳି ଦାସ, ରୁବିନା ଖାତୁନ, ଶତାଧିକ ପରିବହନ ଶ୍ରମିକ, ସଫେଇ କର୍ମଚାରୀ, ନିର୍ମାଣ ଶ୍ରମିକ, ବିଦ୍ୟୁତ ଶ୍ରମିକ, ସିକ୍ୟୁରିଟି କର୍ମଚାରୀ, ବୁଣାକାର, କେନ୍ଦୁପତ୍ର ଶ୍ରମିକ ଆଦି ଯୋଗ ଦେଇଥିଲେ। ଝାରସୁଗୁଡ଼ା ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା। ହଜାର ହଜାର ପରିବହନଠାରୁ ଆରମ୍ଭ କରି ବିଭିନ୍ନ ଶିଳ୍ପରେ କାର୍ଯ୍ୟରତ ଥିବା ଶ୍ରମିକମାନଙ୍କର ମଜୁରୀ ବୃଦ୍ଧି ଓ ବିଭିନ୍ନ କଲ୍ୟାଣକାରୀ ଯୋଜନା ଲାଗୁ କରି ମୁଖ୍ୟମନ୍ତ୍ରୀ ଶ୍ରମିକମାନଙ୍କ ଭରସା ଓ ବିଶ୍ୱାସ ଜିତିଛନ୍ତି। ତେଣୁ ଷଷ୍ଠ ଥର ପାଇଁ ଶ୍ରୀ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଜୟଯୁକ୍ତ କରାଇବା ପାଇଁ ଏହି ସମ୍ମିଳନୀରେ ଆଲୋଚନା ହୋଇଥିଲା। ଶେଷରେ ହେମନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।